ମହିମି ଏକାଦଶୀ ମହାମହୋତ୍ସବ ବିଦ୍ୟାଳୟ ଏକ ଅପର ପାଖରେ ଜୟା ଏକାଦଶୀ ମଧ୍ୟ କୁହନ୍ତି। ଶ୍ରୀ ଗରୁଡ ପୁରାଣରେ ମାଘ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥି ଭୀମି ଏକାଦଶୀ ବୋଲି କଥିତ ହୋଇଛି। କଳ୍ପାନ୍ତରେ ବିଭିନ୍ନ ପୁରାଣରେ ଏହାର ନାମ ପରିଦୃଷ୍ଟ ହୁଏ। ଶ୍ରୀ ପଦ୍ମ ପୁରାଣ ଅନୁସାରେ ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷ ଏକାଦଶୀର ନାମ ପାଣ୍ଡବ ନିର୍ଜଳା ବା ଭୀମସେନ ଏକାଦଶୀ। ଯେଉଁମାନେ ଶାରୀରିକ ଅସମର୍ଥତା ହେତୁ ବର୍ଷକରେ ମାତ୍ର 4ଟି ଅର୍ଥାତ୍ ଶୟନ, ପାର୍ଶ୍ୱ, ଉତ୍ଥାନ, ଭୈମ ଏକାଦଶୀ ବ୍ରତ ପାଳନ କରନ୍ତି, ସେମାନେ ମାଘ ମାସ ପରିବର୍ତ୍ତେ ଜ୍ୟେଷ୍ଠ ମାସର ପାଣ୍ଡବ ନିର୍ଜଳା ଭୈମୀ ଏକାଦଶୀ ବ୍ରତ ଉପବାସ କରିବେ। ବର୍ତ୍ତମାନ ପଦ୍ମପୁରାଣ ଉପରୋକ୍ତ ଜୟା ଏକାଦଶୀର ମାହାତ୍ମ୍ୟ ବର୍ଣ୍ଣନା କରାଯାଉଛି। ଯୁଧିଷ୍ଠିର ମହାରାଜ କହିଲେ, ହେ କୃଷ୍ଣ ଆଦିଦେବ ସ୍ୱେଦଜ ଆଦି ଚତୁର୍ବିଧ ପ୍ରାଣୀମାନଙ୍କର ଆପଣଙ୍କ ସୃଜନ, ପାଳନ ଓ ସଂହାର କାରଣ। ସମ୍ପ୍ରତି ଅନୁଗ୍ରହ ପୂର୍ବକ ମାଘ ମାସର ଶୁକ୍ଲା ଏକାଦଶୀର ସବିଶେଷ ବିବରଣ ପ୍ରଦାନ କରନ୍ତୁ। ଶ୍ରୀକୃଷ୍ଣ କହିଲେ, ହେ ମହାରାଜ, ମାଘ ମାସର ଶୁକ୍ଲପକ୍ଷ ଏକାଦଶୀ ଜୟା ନାମରେ ବିଖ୍ୟାତ। ଏହି ତିଥି ସର୍ବ ପାପ ବିନାଶିନୀ, ସର୍ବଶ୍ରେଷ୍ଠା, ପବିତ୍ରା, ମନୁଷ୍ୟର ସର୍ବ ପାପହନ୍ତି, କାମଦା ଓ ମୋକ୍ଷଦାୟିନୀ। ଅଧିକନ୍ତୁ ବ୍ରତ ପାଳନରେ ବ୍ରହ୍ମହତ୍ୟା ପାପ ଓ ପିଶାଚତ୍ଵ ବିନଷ୍ଟ ହୁଏ। ପିଶାଚତ୍ଵ ମାନେ ତାଙ୍କର ଆସୁରିକ ସ୍ୱଭାବ ନଷ୍ଟ ହୁଏ। ଏହି ବ୍ରତ ଫଳରେ ମାନବର କେତେବେଳେ ହେଲେ ପ୍ରେତତ୍ୱ ପ୍ରାପ୍ତି ହୁଏ ନାହିଁ। ଏହି ଏକାଦଶୀ ମହାତ୍ମ୍ୟ ପ୍ରସଙ୍ଗ କ୍ରମେ ଗୋଟିଏ ଆଖ୍ୟାନ ବର୍ଣ୍ଣିତ ହୋଇଅଛି। ଥରେ ସ୍ୱର୍ଗଲୋକରେ ଇନ୍ଦ୍ର ରାଜତ୍ୱ କରୁଥିଲେ। ସେଠାରେ ଦେବତାଗଣ ଅତି ଆନନ୍ଦରେ ବାସ କରୁଥିଲେ। ଅମୃତ ପାନରେ ରତ ଦେବତାଗଣ ପାରିଜାତ ପୁଷ୍ପ ସେବିତା ନନ୍ଦନକାନନରେ ଅପ୍ସରାଗଣଙ୍କ ସହିତ ରମଣ କରୁଥିଲେ ଏବଂ ସେମାନଙ୍କୁ ମଧ୍ୟ ରମଣ କରାଉଥିଲେ। ଦିନେ 50 କୋଟି ଅପ୍ସରାଙ୍କ ନାୟକ ଦେବେନ୍ଦ୍ର ନିଜ ଇଚ୍ଛାରେ ଆନନ୍ଦ ଭରି ସେହି ସମସ୍ତ ଦେହୀଗଣଙ୍କ ନୃତ୍ୟରେ ପ୍ରବୃତ୍ତ କରାଇଲେ। ସେମାନଙ୍କ ସହିତ ଗନ୍ଧର୍ବଗଣ ଗାନ କରିବା ପାଇଁ ଲାଗିଲେ। ପୁଷ୍ପଦତ୍ତ, ଚିତ୍ରସେନ, ତତ୍ପୁତ୍ର ପ୍ରଭୃତି ପ୍ରଧାନ ପ୍ରଧାନ ଗନ୍ଧର୍ବଗଣ ତନ୍ମଧ୍ୟରେ ଥିଲେ। ଚିତ୍ରସେନଙ୍କର ପତ୍ନୀ ନାମ ମାଳିନୀ, କନ୍ୟାର ନାମ ପୁଷ୍ପବନ୍ତୀ, ପୁଷ୍ପଦତ୍ତର ପୁତ୍ରର ନାମ ମାଲ୍ୟବାନ। ଏହି ମାଲ୍ୟବାନ ପୁଷ୍ପବନ୍ତୀର ରୂପରେ ମୁଗ୍ଧ ହୋଇଥିଲେ। ସେହି ପୁଷ୍ପବନ୍ତୀ ମଧ୍ୟ ବାରମ୍ବାର କଟାକ୍ଷ ଦ୍ୱାରା ମାଲ୍ୟବାନଙ୍କୁ ବଶୀଭୂତ କରିଥିଲା। ଇନ୍ଦ୍ରଙ୍କ ପ୍ରୀତିବିଧାନାର୍ଥେ ସେମାନେ ଉଭୟ ନୃତ୍ୟ ଗୀତରେ ଯୋଗଦାନ କରିଥିଲେ, କିନ୍ତୁ କାମାସକ୍ତ ହୋଇ ଚିତ୍ତଭ୍ରମ ହେତୁ ସେମାନେ କ୍ରମଶଃ ସ୍ପଷ୍ଟ ରୂପେ ଗାନ କରିବା ପାଇଁ ଅସମର୍ଥ ହୋଇ ପରସ୍ପର କେବଳ ବଦ୍ଧ ଦୃଷ୍ଟି ଅବସ୍ଥାରେ ଦଣ୍ଡାୟମାନ ରହିଲେ। ସେଇମାନଙ୍କର ଏହିପରି ଭାବ, ତାଳ, ମାନ, ଭଙ୍ଗ ଓ ଗୀତ ବର୍ଜନ ଦର୍ଶନ କରି ସେମାନେ ଯେ ପରସ୍ପର କାମାସକ୍ତ ହୋଇଛନ୍ତି, ତାହା ଦେବରାଜ ଇନ୍ଦ୍ର ବୁଝିପାରିଲେ। ସେମାନଙ୍କର ଏ ପ୍ରକାର କାର୍ଯ୍ୟ ଦେବରାଜଙ୍କ ପ୍ରତି ଅବଜ୍ଞା ସୂଚକ। ଏହା ବିବେଚନା କରି କୋପବଶତଃ ସେମାନଙ୍କୁ ଶାପ ପ୍ରଦାନ ଉଦ୍ଦେଶ୍ୟରେ ଇନ୍ଦ୍ର କହିଲେ, ମୋର ଆଜ୍ଞା ଭଙ୍ଗକାରୀ ମୂଢ଼ ଓ ପତିତ ତୁମମାନଙ୍କୁ ଧିକ୍। ତୁମେ ଦୁଇଜଣ ପିଶାଚ ଯୋନି ଲାଭ କରି ମର୍ତ୍ତ୍ୟଲୋକକୁ ଗମନ କରି ନିଜର କୁକର୍ମର ଫଳ ଭୋଗ କର। ଏହିପରି ଭାବରେ ଇନ୍ଦ୍ର କର୍ତ୍ତୃକ ଶାପ ପ୍ରାପ୍ତ ହୋଇ ସେମାନେ ଦୁଇଜଣ ଅତିଶୟ ଦୁଃଖିତ ମନରେ ହିମାଳୟ ପର୍ବତରେ ପତିତ ହେଲେ। ଇନ୍ଦ୍ର ଶାପରେ ପିଶାଚତ୍ୱଗ୍ରସ୍ତ ହୋଇ ଅତିଶୟ କଷ୍ଟ ଭୋଗ କରିବା ପାଇଁ ଲାଗିଲେ। ହିମାଳୟର ପ୍ରଚଣ୍ଡ ଶୀତରେ କାତର ହୋଇ ନିଜର ପୂର୍ବ ପରିଚୟ ବିସ୍ମୃତ ହେଲେ ଏବଂ ଅତିଶୟ କଷ୍ଟରେ କାଳାତିପାତ କରିବା ପାଇଁ ଲାଗିଲେ। ଦିନେ ପିଶାଚ ନିଜ ପତ୍ନୀ ପିଶାଚୀକୁ କହିଲା, ଅଳ୍ପ ପାପ କରିନାହ, ଲୋମହର୍ଷଣକାରୀ ଅତି ଦାରୁଣ ପାପ ବଳରେ ନରକ ଯନ୍ତ୍ରଣା ତୁଲ୍ୟ ପିଶାଚତ୍ୱ ପ୍ରାପ୍ତ ହୋଇଅଛି। ଏଣୁ ବର୍ତ୍ତମାନ ଠାରୁ ପାତକ ଉତ୍ପାଦକ କାର୍ଯ୍ୟ କେତେବେଳେ ହେଲେ କରିବି ନାହିଁ। ଅର୍ଥାତ୍ କୌଣସି ପ୍ରକାର ପାପ ମୁଁ ଆଜିଠାରୁ ଆଉ କରିବିନି। ଏହିପରି ଭାବରେ ଚିନ୍ତା କରି ସେହି ପର୍ବତରେ ମୃତପ୍ରାୟ ଅବସ୍ଥାରେ ବାସ କରିବା ପାଇଁ ଲାଗିଲେ। ସେହି ମାଲ୍ୟବାନ ଓ ପୁଷ୍ପବନ୍ତୀର କୌଣସି ସୌଭାଗ୍ୟବଶତଃ ଏହି ସମୟ ଅର୍ଥାତ୍ ମାଘ ମାସ ଶୁକ୍ଳ ପକ୍ଷ ଜୟା ନାମକ ଏକାଦଶୀ ତିଥି ଉପସ୍ଥିତ ହେଲା। ସେମାନେ ଗୋଟିଏ ଅଶ୍ୱତ୍ଥ ବୃକ୍ଷ ତଳେ ନିରାହାରରେ ନିର୍ଜଳା ଅବସ୍ଥାରେ ଦିବାରାତ୍ର ଯାପନ କଲେ। ଶୀତର ପ୍ରକୋପରେ ନିଦ୍ରା ସୁଖ ମଧ୍ୟ ଅନୁଭବ କରିପାରିଲେ ନାହିଁ।
इंद्र शापरे पीड़ित सेमानंकर समय दिवस अतीत हैला ओ परदिन सूर्योदय द्वादशी तिथि आसी अवस्थित हैला। जया एकादशी रे सेमानंकर एही अनाहार ओ रात्रि जागरण यह भक्तिर अंग बोली गृहीत हैला। तो जया एकादशी महात्म्य वर्णन कराउछि हे महाराज द्वादशी दिन रे एही व्रत पालन फल रे श्री विष्णुंकर कृपारु सेमानंकर पिशाचत्व दूर हैला। पुष्पवंती और माल्यवान उभय सेमानंकर पूर्व रूप पुनराय प्राप्त हेले। ଏହା ପରେ ସେମାନେ ଉତ୍ତମ ବେଶରେ ଭୂଷିତ ହୋଇ ସ୍ୱର୍ଗକୁ ଗମନ କଲେ। ଦେବରାଜଙ୍କ ସମ୍ମୁଖରେ ଉପସ୍ଥିତ ହେବାରୁ ସେ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ ଏବଂ ପଚାରିଲେ କେଉଁ ପୁଣ୍ୟ ଫଳରେ ତୁମମାନଙ୍କର ପିଶାଚତ୍ୱ ଦୂର ହେଲା? ମୋର ଶାପରୁ କିଏ ତୁମକୁ ଉଦ୍ଧାର କଲା? ମାଲ୍ୟବାନ କହିଲେ ହେ ପ୍ରଭୁ ଭଗବାନ ବାସୁଦେବଙ୍କର ଅନୁଗ୍ରହରୁ ଜୟାବ୍ରତର ପୁଣ୍ୟ ପ୍ରଭାବରେ ଆମର ପିଶାଚତ୍ୱ ଦୂରୀଭୂତ ହୋଇଅଛି। ସେମାନଙ୍କର କଥା ଶୁଣି ଇନ୍ଦ୍ର କହିଲେ ହେ ମାଲ୍ୟବାନ ତୁମେମାନେ ବର୍ତ୍ତମାନ ଠାରୁ ମୋ କଥାରେ ପୁନର୍ବାର ସୁଧାପାନ କର। ହରିବାସର ବ୍ରତରେ ଅର୍ଥାତ୍ ଭଗବାନଙ୍କର ଏହି ତିଥି ହରିବାସ କୁହାଯାଏ। ହରିବାସର ବ୍ରତରେ ଯେଉଁମାନେ ଆସକ୍ତ ଯେଉଁମାନେ କୃଷ୍ଣ ଭକ୍ତି ପରାୟଣ ମର୍ତ୍ତ୍ୟ ଲୋକର ତଦ୍ରୂପ ମାନବଗଣ ଆମମାନଙ୍କର ମଧ୍ୟ ପୂଜା ବୋଲି ଜାଣିବେ ସେଥିରେ କୌଣସି ସନ୍ଦେହ ନାହିଁ। ଏହି ଦେବଲୋକରେ ତୁମେ ପୁଷ୍ପବତୀ ସହିତ ଇଚ୍ଛା ଅନୁସାର ବିହାର କର। ଶ୍ରୀକୃଷ୍ଣ କହିଲେ ହେ ଯୁଧିଷ୍ଠିର ମହାରାଜ ଏହି ଜୟାବ୍ରତ ବ୍ରହ୍ମହତ୍ୟା ରୂପକ ପାପକୁ ମଧ୍ୟ ବିନାଶ କରେ। ଏହି ବ୍ରତ ଦ୍ୱାରା ସମସ୍ତ ପ୍ରକାର ଦାନର ଫଳ ଲାଭ ହୁଏ। ସମ୍ପୂର୍ଣ୍ଣ ରୂପେ ସମସ୍ତ ଯଜ୍ଞ କୃତ ହୋଇଥାଏ ଏବଂ କୋଟି କଳ୍ପ ପର୍ଯ୍ୟନ୍ତ ଆନନ୍ଦରେ ବୈକୁଣ୍ଠ ବାସ ହୁଏ। हे महाराज जयाव्रत कथा पठन और श्रवण मध्य अग्निष्टोम यज्ञर फल लाभ होता है। जया एकादशी महामहोत्सव की प्रभुपाद की समस्त पुनः विशेष धन्यवाद। हम श्रवण करते जया एकादशी महात्म्य नाम जप करे वैष्णव प्रणाम जप करे। वैष्णव माने वांछा कल्पतरु सदृश क्षमाशील दयार सागर पतित जीवनकर उद्धारकारी दैनंदिन जीवन रे ज्ञात बा अज्ञासार रे जदि कोनोसी साधु गुरु वैष्णव निकटरे अपराध होता है ताहले प्रातः मुहूर्त रे सेमानंक चरण कमल रे क्षमा प्रार्थना मागि नेवा उचित। वांछा कल्पतरुर्वश्य कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णववृंद की जय। जगद्गुरु श्रील प्रभुपाद की जय। हरे कृष्ण।